ମୁଁ ଶ୍ରୀ ଦୀନବନ୍ଧୁ माझी ଶ୍ରୀ ସତ୍ୟନାରାୟଣ ଯଜ୍ଞ କମିଟିର ସାଧାରଣ ସମ୍ପାଦକ। ଆମର ଏ ଯଜ୍ଞ କମିଟି 2002 ମସିହାରେ ସର୍ବପ୍ରଥମେ ଆରମ୍ଭ କରାଯାଇଥିଲା। କତିପୟ ଲୋକ ଯେତେବେଳେ এটা ଆରମ୍ଭ କରାଯାଇଥିଲା খুব କମ୍ ଲୋକ ଏଥିରେ ସହଯୋଗ କରିଥିଲେ ଏବଂ କିଛି ଲୋକ ମଧ୍ୟ ହେଇପାରିବନି ବୋଲି ମଧ୍ୟ ଚିନ୍ତା କରୁଥିଲେ। କିନ୍ତୁ ଧୀରେ ଧୀରେ ସେ ଯଜ୍ଞ ଏତେ ଆଦୃତ ହେଲା ଯାହାଫଳରେ କି ଲୋକମାନେ ତାଙ୍କର ଆର୍ଥିକ ସହଯୋଗ ଦେବା ସଙ୍ଗେ ସଙ୍ଗେ ବୈଷୟିକ ସହଯୋଗ ମଧ୍ୟ ପ୍ରଦାନ କରିଥିଲେ ଏବଂ ଧୀରେ ଧୀରେ ଏ ଯଜ୍ଞ ବଢ଼ି ବଢ଼ି ଆଜି 24 ବର୍ଷରେ ପଦାର୍ପଣ କରିଛି ଏବଂ ଏହି 2026 ମସିହାରେ ଏହି ଅନୁଷ୍ଠାନ ତାର 24ତମ ବୈଦିକ ଯଜ୍ଞ ଆରମ୍ଭ କରିଛି ଏବଂ ଆସନ୍ତାକାଲି ଏହା ସମାପନ ହେବ। ସର୍ବପ୍ରଥମେ ଯେତେବେଳେ ଏହାକୁ ଆରମ୍ଭ କରାଯାଇଥିଲା ସେତେବେଳେ ଗୋଟେ ସଂସ୍କାର ଆଭିମୁଖ୍ୟ ମନରେ ଥିଲା ଏବଂ ଲୋକମାନଙ୍କୁ ଠିକ୍ ବାଟରେ ପରିଚାଳନା କରିବା ଏକ ଉତ୍ତମ ସମାଜ ଗଠନ କରିବା ପାଇଁ ଏହା ଅଭିପ୍ରେତ ଥିଲା। କିନ୍ତୁ ଯଦିଓ ଏହା ସେହି ଢାଞ୍ଚାରେ ତିଆରି ହୋଇଥିଲା କିନ୍ତୁ ଧୀରେ ଧୀରେ ବୋଧ ହୁଏ କେଉଁଠାରେ ଆମର କିଛି ନା କିଛି ଗୋଟେ ଅସୁବିଧା ରହିଲା ଯେଉଁଟାକି ସମାଜକୁ ଆମେ ସଂସ୍କାର କରିପାରିଲୁ ନାହିଁ। ସର୍ବପ୍ରଥମେ ବହୁତ ଲୋକ ଏଥିରେ ସାହାଯ୍ୟ ସହଯୋଗ କରୁଥିଲେ କିନ୍ତୁ ଧୀରେ ଧୀରେ ପୁନର୍ବାର ଏଥିରୁ ଲୋକ ଅପସରି ଗଲେ ଏବଂ ପରିଚାଳନାଗତରେ ସେହି ସମୟରେ କମିଟିର ସଦସ୍ୟ ସଂଖ୍ୟା ମଧ୍ୟ ବହୁତ ଥିଲେ କିନ୍ତୁ ଏବେ ବହୁତ ଲୋକ ତା ଭିତରୁ ଯେଉଁମାନେ ଏଥିପାଇଁ ତାଙ୍କର ସମୟ ଦାନ କରିଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଏବେ ଏହି ଇହଧାମରେ ମଧ୍ୟ ନାହାନ୍ତି ଏବଂ ତାଙ୍କ ଗଲା ପରେ ପରପିଢ଼ି ବର୍ତ୍ତମାନ ଏହି ସାମୂହିକ କାର୍ଯ୍ୟକ୍ରମ ପାଇଁ କେହି କେହି ମଧ୍ୟ ଅନିଚ୍ଛା ପ୍ରକାଶ କରୁଛନ୍ତି ଏବଂ ଆଜି ଦେଖିବାକୁ ମିଳିଲା ଯେ ବହୁତ ଲୋକ ତାଙ୍କର ସ୍ୱତଃପ୍ରବୃତ୍ତ ଭାବରେ ଏ ଯଜ୍ଞ କାର୍ଯ୍ୟକ୍ରମରେ ସାମିଲ ହୋଇ ଆମମାନଙ୍କୁ ବିଶେଷ ଭାବରେ ଉତ୍ସାହିତ କରିଛନ୍ତି। ଆଶା କରୁଛୁ ଯେ ଆସନ୍ତା ବର୍ଷ ଏଇ ଯେଉଁ ଉତ୍ସାହ ଉଦ୍ଦୀପନା ପୁନର୍ବାର ଆହୁରି ବଢ଼ି ଚାଲିବ। ମୁଁ ଏତିକି କହି ମୋର ବକ୍ତବ୍ୟକୁ ସମାପ୍ତ କରୁଛି। ओम ओम श्री श्री परमात्मने नमः। श्री गुरुदेवेभ्यः नमः। नमः परम ऋषिभ्यः पूर्वजेभ्यः। मु ब्रह्मचारी श्रीकांत शिवानंद तपोभूमि माणिकमरार मोर गुरु स्वर्गत आचार्य डॉक्टर देवव्रत जी। एठारे बहुत आनंदर कथा परम पितांकर महती अनुकंपारू आमर ए गड़संत्री गाँवर श्री श्री डमरुधर महादेव प्रांगण रे दीर्घ 24 वर्ष धरी हर्षोल्लास वैदिक यज्ञ जहाँकि यज्ञ तो विभिन्न प्रकार समाज रे प्रचलित होउछि किंतु वेद अनुଯାयी जो यज्ञ शुद्धपूत भाव होउछि से 24 वर्ष है चली। समस्त ग्रामवासी अकुंठ सहयोग उत्साह जो आज 24 वर्ष पदार्पण करिछि। आम माने समस्ते मिसी विशेषकर यज्ञ गोटे महत्ता होउछि एठी समस्ते आहुति प्रदान करुछंती। सब वर्णर व्यक्ति विशेष एठी आहुति दबार समर्थ कहीं ना स्वामी दयानंद सरस्वती जे कि 1800 मसीहार जने समाज संस्कार सन्यासी महर्षि उपाधि मिलता। से 1824 जन्म ग्रहण करते। 1875 आर्य समाज बोली गोटे संस्था करते वेदर पुनरुद्धार करते जे कि भारत वर्ष रे आमको गोटे लोक कथा प्रचलित अच्छे वेद को शंखासुर हरण कर शंखासुर कहले संस्कृत भाषा सी गोरा आउ असुर कहले धर्म विरोधी। तेणुक खोजी खोजी स्वामीजी विदेश जर्मान वेद को आनिले संशोधित कंठस्थ ब्राह्मण मान भारतीय विभिन्न क्षेत्र ब्राह्मण मान सहित मिलई शुद्ध रूप दे आमती गोटे सुंदर रूप देले जहाँ आर्य समाज आज प्रचलित अच्छी जे वेद मनीष मात्रे समस्त वेद पढ़ार अधिकार अच्छी। स्त्री शूद्र को जो मझे दूरे दि जाता स्वामीजी सम्मिलित कले। तेणु छुआ अछुआ उच्च नीच सब निर्विशेष समस्त वेद पाठ करेंगे वेद यज्ञ करेंगे। तेणु आमर से वैदिक रीति वेद यज्ञ ही वेद पारायण यज्ञ चली 24 वर्ष उपनीत। समस्त मोर शुभेच्छा समस्त मोर अनुरोध यज्ञ हूँ संसार श्रेष्ठतम कर्म। ब्राह्मण ग्रंथ यज्ञ भाई श्रेष्ठतम कर्म। कर्म 3 भाग विभक्त। कर्म माने श्रेष्ठ श्रेष्ठतर श्रेष्ठतम सबुठारु जे उत्तम कर्म तार नाम यज्ञ। आ यज्ञर सामान्य अर्थ होची जे सबुठार संसार भल काम को यज्ञ खाली घृताहुति के यज्ञ नुहे। दान दबा भी उत्तम दान देवा यज्ञ उत्तम
ଦେବ ପୂଜା କାହାକୁ କେମିତି ବ୍ୟବହାର କରିବା ସେ ବି ଯଜ୍ଞ ଅନ୍ତର୍ଭୁକ୍ତ। ଆଉ କାହା ସହିତ ବ୍ୟବହାର କାହାକୁ ଯୋଡ଼ିବା ସଂଗତିକରଣ ତା ବି ଯଜ୍ଞ। ତେଣୁ ଏ ଉତ୍ତମ ଯଜ୍ଞରେ ସମସ୍ତେ ସମ୍ମିଳିତ ହୁଅନ୍ତୁ। ମୋର ସମସ୍ତଙ୍କୁ ଶୁଭେଚ୍ଛା। ଇତି ଓମ୍। ଦେଖନ୍ତୁ ଏ ତ ବହୁ ପୁରୁଣା ସଂସ୍ଥା। ପ୍ରଥମେ ମୋର ଯିଏ ଗୁରୁଜୀ ସ୍ୱର୍ଗତ ଏବେ ଗୋଟିଏ ବର୍ଷ ହେଇନାହିଁ ସେ ଦିବଙ୍ଗତ ସ୍ମୃତିଶେଷ ଆଚାର୍ଯ୍ୟ ଡକ୍ଟର ଦେବବ୍ରତଜୀ ମୀମାଂସକଜୀ ସେ ଆସି ଏଠାର ମୁଖ୍ୟ ଥିଲେ। ତାପରେ ତାଙ୍କ ସହିତ ତାଙ୍କର ବି ଶିଷ୍ୟତୁଲ୍ୟ ରାଉରକେଲା ସଂସ୍କୃତ ମହାବିଦ୍ୟାଳୟର ପ୍ରାଚାର୍ଯ୍ୟ ଶ୍ରୀ ବ୍ରହ୍ମଚାରୀ ଆଚାର୍ଯ୍ୟ ଶ୍ରୀନିବାସ ପାଠୀ ଶର୍ମାଜୀ ସେ ବହୁ ଦିନ ଧରି ଏଠାର ବ୍ରହ୍ମାସନ ଅଳଙ୍କୃତ କରି କାର୍ଯ୍ୟ ପରିବହନ କରୁଥିଲେ। ତଦୁପରାନ୍ତେ ପୁରୀର ସଂସ୍କୃତ ପଣ୍ଡିତ ଶ୍ରୀଯୁକ୍ତ ଗୋପୀନାଥ ଶତପଥୀ ମହୋଦୟ ପୁନଶ୍ଚ ଆମର ଏଇଠି ମାଣପୁରର ବହୁତ ପୁରୋହିତ ପ୍ରାଚୀନ ପୁରୋହିତ ଉଦୟନାଥ କର ଶର୍ମାଜୀ ମହୋଦୟ ସେ ବି ଆସି ବହୁ ଦିନ ସଞ୍ଚାଳନ କରିଛନ୍ତି। ଏମିତି ବହୁତ ରେଙ୍ଗାଳିର ଆଚାର୍ଯ୍ୟ ଓମ୍ ପ୍ରକାଶ ଜୀ ସେ ବି ଆସି ଯଜ୍ଞ କାର୍ଯ୍ୟରେ ସମ୍ମିଳିତ ହୋଇଛନ୍ତି। ବହୁ ଓଡ଼ିଶାର ବହୁ ବିଦ୍ୱାନ ବର୍ଗ ଶ୍ରୀଯୁକ୍ତ ଆଜି ବି ଆମେ ଦେଖୁଛେ OTVର ଯୋଉ ବାଳକେ ମୋର ବୋଲକର ସର୍ବେ ଭବନ୍ତୁ ସୁଖିନର ଯେ ବକ୍ତା ଅଛନ୍ତି ଶ୍ରୀଯୁକ୍ତ ବୀରେନ୍ଦ୍ର ପଣ୍ଡା ମହୋଦୟ ସେ ବି ବହୁତ ଦୁନିଆ ସେଠି ସହଯୋଗ କରିଛନ୍ତି। ଏଭଳି ଭାରତର ବାହାରରେ ବି ଯେଉଁମାନେ ନାଁ କରିଥିଲେ ପ୍ରଣନ୍ଦ ସରସ୍ୱତୀ ଏଇ ଗୋପୀନାଥ ଶତପଥୀ ବୀରେନ୍ଦ୍ର ପଣ୍ଡା ଏମାନଙ୍କର ନାଁ ବହୁତ ବିଖ୍ୟାତ ଆଜି ବି ହେଇଛି। କିନ୍ତୁ ପ୍ରାଚୀନ କାଳରେ ପୂର୍ବ କାଳରେ ଯଜ୍ଞକୁ ବହୁ ସମୃଦ୍ଧ ସେମାନେ କରିଛନ୍ତି। ଏବେ ପୂର୍ବ ନାମ ତାଙ୍କର ହଉଛି ବାନପ୍ରସ୍ଥୀ କଷ୍ଟୁ ମହୋଦୟଜୀ। କିନ୍ତୁ ପର କାଳରେ ସେ ସନ୍ନ୍ୟାସ ନେଲା ପରେ ସ୍ୱାମୀ ସ୍ୱତନ୍ତ୍ରାନନ୍ଦ ସରସ୍ୱତୀ ସେ ବି ଏଠିକି ବହୁବାର ଆସିଛନ୍ତି। ଆଚାର୍ଯ୍ୟ ଗୋଲେଖଜୀ ବ୍ରହ୍ମଚାରୀ ଗୋଲେଖ ଆର୍ଯ୍ୟଜୀ ଏଇ ବୈଦିକୀ ଆଶ୍ରମ କୁରୁଡୋଲ ସେ ମହାଶୟ ବି ଆସି ଏଠି ସଦାବେଳେ ସହଯୋଗ ଦିଅନ୍ତି। ତେଣୁ ବହୁ ସାଧୁସନ୍ଥଙ୍କର ଏଠାରେ ସମାଗମ ଘଟିଛି। ଓମ୍ ପରମାତ୍ମନେ ନମଃ। ମୋର ନାମ ଲୋକନାଥ ମାଝୀ, ଦରସନ୍ତ୍ରୀ ସତ୍ୟନାରାୟଣ ପୂଜା କମିଟିର ସଭାପତି। ଦୀର୍ଘ ମୋର ସାନ ଭାଇ ଦୀନବନ୍ଧୁ କରୁଥିଲେ ଯେ କି 24 ବର୍ଷ ହେଲା ଏ ଯୋଉ ଆର୍ଯ୍ୟ ସମାଜ ବୈଦିକ ଯଜ୍ଞ ଆରମ୍ଭ କରାଯାଇଛି ମହା ସୁଚାରୁ ରୂପେ ଚଳିତ ବର୍ଷ ଗତ ବର୍ଷ ଯାହାକି ହେଇଛି ଭଲ ଦିନକୁ ଦିନ ବହୁତ ବଢ଼ି ଚାଲିଯିବ ଯେ କମ୍ ହେଇବ ନାହିଁ। ତେଣୁକରି ଆଶା ନିରୂପକ ଯଜ୍ଞରେ ଯେତିକି ଆମର କୌଣସି ଦାନ ଧର୍ମ କରିବାର ସେତିକି ବି ଆମର ସମ୍ଭବ ନାହିଁ। ଯାହା କିଛି ହେଉଛି ଗାଁର ଭଲ କାର୍ଯ୍ୟରେ ଇଏ ସମ୍ପାଦନ କରାଯାଉଛି। ମୋର ଅନୁମାନଙ୍କ ରହୁଛି ଯେ ଭବିଷ୍ୟତରେ ଏହା ଆହୁରି ଅଧିକରୁ ଅଧିକ ହୋଇପାରିବ ବୋଲି ମୋର ଆଶା। ମୋର ଆଜକୁ ଦୀର୍ଘ ଦିନ ହେଲା ଶ୍ରୀକାନ୍ତଜୀ ବ୍ରହ୍ମଚାରୀ ଆମ ଏଇ ଯଜ୍ଞକୁ ଆସି କାର୍ଯ୍ୟ ସୁଚାରୁ ରୂପେ ପରିଚାଳିତ କରୁଛନ୍ତି। ଏଥିପାଇଁ ଆମେ ବହୁତ ସ୍ନେହ ସମ୍ପର୍କ ତାଙ୍କ ପାଖରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛୁ। ଆଉ ମଧ୍ୟ ଆମ ଗ୍ରାମବାସୀ ତାଙ୍କ ମନରେ ମନୋଭାବ ଯାହା କିଛି ହେଉଛି ଯୋଉଟା ଆମେ ଭାବୁଥିଲୁ ପୂର୍ଣ୍ଣ କରିବୁ ବୋଲି ଟିକେ ଅସମ୍ପୂର୍ଣ୍ଣ ରହୁଛି। ତେଣୁକରି ତାକୁ କିଭଳି ଭାବରେ ସୁଚାରୁ ରୂପେ କଲେ ସମସ୍ତେ ଆସି ସହଯୋଗ କରିପାରିବେ ଏଇଆ ମୋର ଆଶା ଭରସା। ଏତିକି କହି ମୋର ଗ୍ରାମବାସୀକି ମୁଁ ମୋର ଏକମାତ୍ର ଅନୁରୋଧ ଯେ ଆଶା ନିରୂପ ମୋର ଫଳ କାମନା ପୂର୍ଣ୍ଣ କର। ଏତିକି କହି ମୁଁ ବିଦାୟ ନେଉଛି। ଧନ୍ୟବାଦ।